ଏହି ଘଟଣାଟି କେଉଁଠୁ ଆରମ୍ଭ କରିବୁ? ବାସ୍ତବ ଚିତ୍ରରୁ ନା ବିକଳ ଚିତ୍ରରୁ, ନା ଭଗ୍ନ ଭବିଷ୍ୟତର ଅନ୍ଧାର ଭିତରୁ, ନା କଷ୍ଟମୟ ଜୀବନର ଯନ୍ତ୍ରଣାରୁ? ଏହାକୁ ଭାଗ୍ୟ କୁହାଯିବ ନା ଭାଗ୍ୟର ବିଡ଼ମ୍ବନା? ଏହାକୁ ହୃଦୟ ବିଦାରକ କୁହାଯିବ ନା ନିୟତିର ନିର୍ଦ୍ଦେଶ? ହଁ ଦର୍ଶକ ବନ୍ଧୁ, ଆଖିକୁ ବିଶ୍ୱାସ ହେଉନାହିଁ, ମାତ୍ର ଦେଖିଲା ବେଳକୁ ହୃଦୟଟା ଥରି ଉଠୁଛି। ଏହି ପରିବାରର ଦୁଃଖ କଥା ଶୁଣିଲେ ଆପଣଙ୍କ ଅନ୍ତର ମଧ୍ୟ କାନ୍ଦି ଉଠିବ। ସତରେ ଦୁଃଖ କ'ଣ ଏମିତି ବି ଆସେ? କାନ୍ଦି କାନ୍ଦି ନିଜକୁ ସମ୍ଭାଳି ପାରୁନାହାନ୍ତି ଜନ୍ମ ଦେଇଥିବା ବାପା ମା। ଯେମିତି ଏ ପରିବାର ଉପରେ ମାଡ଼ି ଆସିଛି ଦୁଃଖର କଳା ବାଦଲ। ତେବେ ଘରର ଏକମାତ୍ର ପୁଅ ମୃତ୍ୟୁ ସହିତ ସଂଗ୍ରାମ କରୁଛି, କାରଣ ସେ ଆଖିର କର୍କଟ ରୋଗରେ ଆକ୍ରାନ୍ତ। ବୈବାହିକ ଜୀବନ ଯାତ୍ରାର 11 ବର୍ଷ ପରେ ବାପା ମାଙ୍କ କୋଳକୁ ସନ୍ତାନଟି ଆସିଥିଲା, ଯାହାକୁ ଅତି ଶ୍ରଦ୍ଧାରେ ବାପା ମା ନାଁ ରଖିଥିଲେ ନନ୍ଦନ। ହେଲେ ନନ୍ଦନର ବୟସ ମାତ୍ର 11 ବର୍ଷ। ଯେଉଁ ବୟସରେ ସାଙ୍ଗସାଥିରେ ଖେଳକୁଦ ପାଠ ପଢ଼ିବା କଥା, ସେହି ବୟସରେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଅନନ୍ତ। ଆଖିର ଯନ୍ତ୍ରଣା ଏତେ କଷ୍ଟଦାୟକ ଯେ ଯେମିତି ସେ ଆଉ ଦୁନିଆକୁ ଦେଖିପାରିବ ନାହିଁ, କାରଣ ଏଠାରେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଏହି ପରିବାର ବହୁତ ଅଭାବ ଅନଟନରେ ଚଳୁଥିବା ବେଳେ ବାପା ସପନ ଦତ୍ତ ଦିନ ମଜୁରିଆ ଭାବରେ କାର୍ଯ୍ୟ କରନ୍ତି। ପୁଅକୁ ବଞ୍ଚାଇବା ପାଇଁ ଯାହା ଜମି ଜାଗା ଗହଣା ଥିଲା, ସବୁକିଛି ବିକ୍ରି କରି ନିୟନ୍ତ ହୋଇପଡ଼ିଛନ୍ତି। ଖାଲି ଭାଗ୍ୟକୁ ନିନ୍ଦା କରିବା ଛଡ଼ା ଆଉ କୌଣସି ବିକଳ୍ପ ନାହିଁ ତାଙ୍କ ପାଖରେ। ଏହି ଘଟଣାଟି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସରସିଦା ଗ୍ରାମର ସପନ ଦତ୍ତଙ୍କ ପରିବାର। ସେଠାକାର ଅଞ୍ଚଳବାସୀ ହେଲ୍ପ ଫର୍ ୟୁ ଫାଉଣ୍ଡେସନର ସଭାପତି ମାନସ ରଞ୍ଜନ ଧଳଙ୍କୁ ଅବଗତ କରିବା ପରେ ସଂଗଠନର ସମସ୍ତ ସଦସ୍ୟମାନଙ୍କର କିଛି କିଛି ଆର୍ଥିକ ଅବଦାନ ବଳରେ ଅଣ୍ଟା ଭିଡ଼ିଥିଲା ଏହି ପରିବାର। ଆଜି କର୍କଟ ରୋଗରେ ଆକ୍ରାନ୍ତ ଥିବା ନନ୍ଦନର ଚିକିତ୍ସା ପାଇଁ କିଛି ଆର୍ଥିକ ସହାୟତା ପରିବାରକୁ ନୂତନ ବସ୍ତ୍ର ପ୍ରଦାନ କରିଥିବା ସୂଚନା ମିଳିଛି। ସାହାଯ୍ୟ କରିବା ପାଇଁ କେବଳ ଧନର ଆବଶ୍ୟକତା ପଡ଼ିନଥାଏ, ତା ପାଇଁ ଗୋଟେ ଭଲ ମନର ଆବଶ୍ୟକତା ପଡ଼ିଥାଏ। ଆପଣମାନେ ପଛପଟେ ଦେଖିପାରୁଥିବେ, ସେ ଦୃଶ୍ୟ ଶୁଣିପାରୁଥିବେ, କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଏ ଗାଁ। କାରଣ ଦୀର୍ଘ 11 ବର୍ଷ ପରେ ବାପା ମାଙ୍କ କୂଳକୁ ଏକମାତ୍ର ସନ୍ତାନ ପୁତ୍ର ସନ୍ତାନ ଜନ୍ମ ଲାଭ କରିଥିଲା। ବାପା ମା ତାର ନାଁ ରଖିଥିଲେ ନନ୍ଦନ। ଆଜି ସେ ପୁଅର ବୟସ 11 ବର୍ଷ। ସେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଛି, ସ୍କୁଲ ଆଜି ଯାଇପାରୁନାହିଁ, ସାଙ୍ଗସାଥି ମେଳରେ ଖେଳକୁଦ କରିପାରୁନାହିଁ, କାରଣ ସେ କର୍କଟ ରୋଗରେ ଆଜି ଆକ୍ରାନ୍ତ ଅଛି। ବାପା ମା ବହୁତ ଅଭାବ ଅନାଟନ ଭିତରେ ପରିବାରର ଜୀବନ ବିତୁଛି। ଗୋଟିଏ ଉଳି ଚୁଲି ଜଳୁଛି ତ ଆଉ ଗୋଟିଏ ଉଳି ଭୋକିଲା ରହିବାକୁ ପଡ଼ୁଛି। ଜମି ଜାଗା ଗହଣା ଗାଣ୍ଠି ଯାହା ଥିଲା ସବୁକିଛି ଏ ପରିବାର ବିକ୍ରି କରିଦେଇଛନ୍ତି। ଗୋଟିଏ ଲକ୍ଷ୍ୟ, ଗୋଟିଏ ଉଦ୍ଦେଶ୍ୟ, ତାଙ୍କର ଯେ ଏକମାତ୍ର ସନ୍ତାନ ନନ୍ଦନ ତାଙ୍କୁ ବଞ୍ଚାଇବେ। ଆଜି ହେଲ୍ପ ଫର୍ ୟୁ ଫାଉଣ୍ଡେସନ ନିଜ ସକ୍ଷମ ଅନୁସାରେ ତାଙ୍କ ପାଖରେ ପହଞ୍ଚିଛି ସତ, ସହଯୋଗର ହାତ ବଢ଼ାଇଛି ସତ, ମାତ୍ର ଏ ଅର୍ଥ ତାଙ୍କୁ ନୂତନ ଜୀବନ ଦେଇପାରିବ ନାହିଁ। ତେଣୁ ଆମେ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ମାଧ୍ୟମରେ ଆମେ ସମସ୍ତ ଓଡ଼ିଶାବାସୀ 4.5 କୋଟି ଓଡ଼ିଆ ଭାଇମାନଙ୍କୁ ଆମେ ନିବେଦନ କରିବୁ, ଭାଇ ଭଉଣୀମାନଙ୍କୁ ନିବେଦନ କରିବୁ, ଆପଣମାନେ କିଛି କିଛି ନିଜ ସକ୍ଷମ ଅନୁସାରେ ସହଯୋଗର ହାତ ବଢ଼ାଇଲେ ହୁଏତ ଏ ବାପା ମାଙ୍କର ଏକମାତ୍ର ସନ୍ତାନ ନୂଆ ଜୀବନ ପାଇବ। कैंसर को तो कहती टेंशन नहीं, माँ मन की धर 11 वर्ष दियो देव तो सही सही मुझे 12 वर्ष करी आज मो देवी माटी जाई डायबिटीज गत्रु आड़ दुर्बल गत्रु ऑपरेशन आउ आग को तो पिला भी जन्म करी पाइबी नहीं। मोर एई गुण नंदन विशिकेशन मोर गुटे मिले मो मन कहूँ ए मत बापर मैंने साहय कले मो पुआ भल मो पुआ भल साहय भी पुणी भगवान को आशीर्वाद भी दरकार रे समते मो पुआ भगवान को डाक, मो भगवान को टे डाक रे काले मो डाक एकला शुणी मो मत परीक्षा करुच्ची बोधे मत परीक्षा करुच्ची अपेक्षा फल भी मिठा ही पारे। नंदन ट्यूमर बाहरी डाक्तर देखा कटक बड़ हस्पिटाल कटक आम कैंसर हस्पिटाल देखु कौन चाहूँ कौन माने आम पिलार हेल्प चाहूँ टे आम गरीब लोक आमर किसी नहीं जमी जगह सब बिक्री कर सरी जाए छुआटा केमी भल हम पाठ पढ़ खेल कूद एमती मुझे चाहूँ समस्त पाखर हेल्प चाहूँ टे। बालेश्वर भरत कुमार दास का रिपोर्ट नला दृश्य मीडिया।